ब्राह्म मुहूर्त सकार प्रभात भगवान के पालन करी बता दूंगा आसमान जो ताले बांकारा शंकर उदाहरण गाई हां हां आदि दुई जन गायकों को कथा प्रणाम कर टिके पालन कर दूंगा अरे चतुष्पदी के आधार पर वाह 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 ए अंगना श्रीराम का आदि प्रभात प्रभात केमिति आसी और आपको गायक माने पाला परिवेशन करते जा खुशी आइला ଆମର ଅନୁରୋଧ କ୍ରମେ ଆମ ଏମଏଲଏ ମହୋଦୟ 5 ଦିନ ପାଲାକୁ ସ୍ୱୀକୃତି ପ୍ରଦାନ କଲେ ଆସନ୍ତା ବର୍ଷ ଠାରୁ 5 ଦିନ ସୌଭାଗ୍ୟ କଥା ବିଷୟରେ ଯାହା ଭାଇନା ମୋ କହୁଛନ୍ତି କାହିଁ ପଇସା ଗୁଡ଼ା ପକେଟରେ ରଖିବ ନାହିଁ ଏଥର ଯାହା ମିଳିବ ନାହିଁ ଆପଣ ଆପଣ ନିଜେ ମାରି ଆସିବେ ଯାହା ଦେବା କଥା ବ୍ରାହ୍ମଣକୁ ଦେଇଦେବେ ନା ମୋଟେ ରଖିବେ ସାର୍ ପ୍ରଧାନ ନିରଞ୍ଜନ କର ଆଉ ଗୋଟିଏ ପାର୍ଶ୍ୱରେ ଅଛନ୍ତି ହରିନା ସାଢ଼େ 10 ରାତି ପାଲା ଅତିକ୍ରାନ୍ତ ହେଲା ପାଳି ପଡୁଛି ବର୍ତ୍ତମାନ ନାଥ ମହାଶୟ ହରିନାଥ ମହାଶୟ ପାଲା ଯାଉଛନ୍ତି ପୋଲିସ ଭାଇ ବସିଥିଲେ ସେ ଠିଆ ହେଲେ ପାଲାକାର କୁଶଳନ୍ତ ବଳବନ୍ତ ବିପଦ ଘୋଷି କହିଲା ଆକ୍ରମଣାର୍ଥ ଭାଇ ଜ୍ଞାନୀ ଶ୍ରୋତା ମାନେ ମିଳିବା କଷ୍ଟ ଏତିକି ଡାକିଲେ ପୋଲିସ ଭାଇ ଶୁଣନ୍ତୁ ଆମ କଥା କଣ ହେଇଛି 7 ଦିନ ହେଲା ପାଲା ଗଲାଣି ଗୋଟେ ପ୍ରଭାତ ନାହିଁ ସନ୍ଧ୍ୟା ନାହିଁ ଆପଣ କି ପାଲା ଗାଉଛନ୍ତି କି ଗାଇ କରୁଛନ୍ତି ଗାୟ କହୁଛନ୍ତି ଭାରି କଷ୍ଟ ହୁଏ ମଞ୍ଚରେ ଏଇଭଳି କଥା କହିବି କହିଲେ କଣ ଆପଣ କିଏ ପୋଲିସ ଚୋରି ଚୋର ଧରିବା କାମ ହଉ ହଉ ପାଲା ପ୍ରତି ଆଗ୍ରହ ଅଛି ଆପଣଙ୍କୁ ସାଧୁବାଦ କଣ କହିଲେ ସନ୍ଧ୍ୟା ପ୍ରଭାତ ଦଉନାହାନ୍ତି 7 ଦିନ ହେଲେ ଆପଣଙ୍କୁ ମୋର ଗୋଟେ କେସ୍ ଶୁଣିବାକୁ ପଡିବ କଣ ସେ କେସ୍ ଯଦି ସମାଧାନ କରିଦେବେ ତାହେଲେ ମୁଁ ପ୍ରଭାତ କରିବି ତାହେଲେ ଆପଣ ପ୍ରକାଶ କରନ୍ତୁ ନା ଘୋଷଣା କରିବାକୁ ମନା କରୁଛନ୍ତି ପ୍ରଭୁ ତାଙ୍କୁ କଲ୍ୟାଣ କରନ୍ତୁ ତାଙ୍କ ପାରିବାରିକ ଜୀବନ ସୁଖ ସମୃଦ୍ଧି କାରଣ ଦାନ ଦେଲେ ପ୍ରତିଦାନ ଯଥେଷ୍ଟ ମିଳେ ତାପରେ ବ୍ରାହ୍ମଣକୁ ଦାନ ଦେଲେ ସର୍ବକ୍ଲେଶ ବିନିର୍ମୁକ୍ତ ହେଇଯାଏ ବୋଲି କୁହାଯାଏ ମନସ୍କାମନା ପୂର୍ଣ୍ଣ ହୁଏ ଶୁଣ ତମେ ପରା ପୋଲିସ ମୁଁ ରାଜ ପରିବାରର ଗୋଟାଏ ରତ୍ନହାର ପାଇଥିଲି ଏଇ ଯୋଉ 100-500 ଦୁଇଶହ ଆପଣ ଦଉଛନ୍ତି ଏ କଳାକାର ଉତ୍ସାହ ବୃଦ୍ଧି କରାଏ ନିଶ୍ଚିତ ଭାବରେ କଳାକୁ ପ୍ରୋତ୍ସାହନ ଦେବା ପାଇଁ ସାମର୍ଥ୍ୟ ଦେଲା କହିଲେ ମୁଁ ରାଜ ପରିବାର ଗୋଟେ ରତ୍ନହାର ପାଇଥିଲି ଗରିବ ଲୋକଙ୍କର ଭଙ୍ଗା ଘର ମୋ ଯୁଆଡେ ଯାଏ ସେ ରତ୍ନହାରଟାକୁ ସାଙ୍ଗରେ ନେଇଯାଏ ନିରଞ୍ଜନ କରି ଆସି ମୋ ରତ୍ନହାରଟାକୁ ଚୋରି କରି ନେଇଗଲା ଏ କଥାଟା ସମାଧାନ କଲେ ପ୍ରଭାତ ଆପଣ ଏ କଥା ସତ କହୁଛନ୍ତି ତୁମ ହାରକୁ ସେ ଚୋରି କରି ନେଇଛନ୍ତି ନିରଞ୍ଜନ କର ତମ ହାରକୁ ଚୋରି କରିଛନ୍ତି ତମେ ପାଲା ଗାଁ ସେ ଆସିଲା ଆମେ ଯେତେବେଳେ ପରମାଭାବ ଈଶ୍ୱର ଗାଇବା ଆରମ୍ଭ କରନ୍ତି ଦିଗରେ ପରିସ୍ଥିତି ଆଲେ ଗାୟକ ମହାଶୟ ଆମ କଥା ଟିକେ ଶୁଣନ୍ତୁ ଆପଣ ଜଣେ ପାଲା ଗାୟକ ବ୍ରାହ୍ମଣିଆ ଲୋକ ଆପଣ ଚୋରି ଚୋରି କଣ କରୁଛନ୍ତି ଆପଣ ସେ ହରିନାଥଙ୍କ ହାର ଚୋରି କରୁଛନ୍ତି ହରିନାଥଙ୍କ ହାର ଚୋରି କରୁଛନ୍ତି ବ୍ରାହ୍ମଣ କହିଲେ ଭାଇ ସ୍ୱାଭିମାନ
ଭାରି କଷ୍ଟ ହେଲା ଆତ୍ମସମ୍ମାନ ଆଣିଲେ ବାନ୍ଧିଆ ଲୋକ ତମେ ଚୋରି କରିଛ ରାଗିଲେ କହିଲେ କଣ କହିଲ କଣ ହେଇଛି ତମେ ହରିନାଥଙ୍କ ହାର ଚୋରି କରିଛ ଏ ନାଥ ଭାଇ ଆଉ ମୁଁ ଚୋରି କରିଛି ହଁ ସାର୍ ଏ ଜାତୀୟ ଆକ୍ଷେପକୁ ଟାଣିକିରି ମନେ ପଡେଇବେ କହିଲେ ଇଏ ଯଦି ଭାଇ ଠିକି ନାହିଁ ଇଏ କଥା ଜାଣେ ଯଦି ଭାଇ ଠିକି ନାହିଁ ଏ କଥା ଜାଣେ ରତ୍ନହାର ଚୋରି କଲା যোগী ঘরে ঢিকি নাই সে ধরি মুড়িকি পয়সা তাଙ୍କର ପୁଣି ରତ୍ନହାର ମୁଁ ବ୍ରାହ୍ମଣ ଚୋରି କଲି ସେ କହିଲେ ପରା ହୋସିଆର ସେ କହିଲେ ମୁଁ ଚୋରି କରିବି ଆପଣ ସତ କହୁଛନ୍ତି ହଁ ଆପଣ ବ୍ରାହ୍ମଣ ଲୋକ ତାଙ୍କ ଠାକ ସରିଲା ଧନ ଭକ୍ତାରେ ପର୍ଯ୍ୟାୟରେ ନାଥ ବାହାର ଆପଣ ଏତେ ମିଛୁଆ ନାହିଁ କଣ ମିଛ କରିବି ନିରଞ୍ଜନ କରୁକୁ କହୁଛନ୍ତି ଚୋର ସିଏ ଜଣେ ବ୍ରାହ୍ମଣ ଲୋକ ପାଲା ଗାୟକ ଚାମର ଛୁଇଁ କହୁଛନ୍ତି ମୁଁ ହରିନାଥଙ୍କ ହାର ଚୋରି କନି ଆପଣ ଏତେ ମିଛୁଆ ନାହିଁ ତ କଣ ହେଲା ମୁଁ କଣ କରିବି ଆପଣ ବା କହିଲେ ନିରଞ୍ଜନଙ୍କର ଆପଣଙ୍କ ରତ୍ନ ହାର ଚୋରି କରି ନେଇଛି ମୁଁ ଏ କଥା କହିବି ସେ କଳାକାର ମୋର ବନ୍ଧୁ ବଡ ଭାଇ ମୁଁ ତାକୁ ଚୋର କରି ସାକ୍ଷାତ କରିବି ଆଉ ଆପଣ ପରା କହିଲେ ଆପଣ କହିଲେ ପ୍ରଧାନ ବର୍ଣ୍ଣନା କରିବେ ନାନୀ ଯେ ନିରାମଣି ଧର୍ମରେ ଥିଲା ରତ୍ନହାର ଏହା ପରେ ପରେ ଥିଲା ରତ୍ନହାର ତାକୁ ଚୋରି କରି ନେଲେ ତାକୁ ଚୋରି କରି ନେଲେ आशीष बाबू पर प्रभु सत्यनारायण मनस्कामना पूर्ण करନ୍ତୁ ओ नामदेव बाबा बाबा मारे मना କରିଛନ୍ତି ମାରିବାକୁ ପଡି ମନା ଦେବନି ପ୍ରୟାସ କର ସେ ଯୋଉଟା ରହିଲା ଆପଣ କହିଲେ ପ୍ରଭାତ ବର୍ଣ୍ଣନା କରିବ ମୁଁ ତ ପ୍ରଭାତ ବର୍ଣ୍ଣନା କରି ଆପଣ ତ ଭତ୍ତା ଗୁଣ କଲେ ପ୍ରଭାତ ନ ପ୍ରଭାତ ପ୍ରଭାତ କି ହଁ ଆପଣ କତ ଚାମର। ଚୋରି କରି ନେଇଗଲେ ଆପଣ କହିଲେ ପ୍ରଭାତ ବର୍ଣ୍ଣନା କରିବା ମୁଁ କହିବି ଯେ ନିରଞ୍ଜନ ଧର୍ମରେ ଥିଲା ରତ୍ନହାର ତାକୁ ଚୋରି କରି ନୀଳମଣି ଫଳରେ ତାରା ଖଚିତ ହେଇଥିଲା ଚନ୍ଦ୍ର ରୂପ ରତ୍ନହାର ଶୋଭା ପାଉଥିଲା ନିରଞ୍ଜନ ଜନାର୍ଦ୍ଦନ ଭୈରବ ଦାସମୂର୍ତ୍ତି ଭଗବାନ ସୂର୍ଯ୍ୟ ଉଦୟ ହେଲାବେଳେ ତାରା ଚନ୍ଦ୍ର ଆକାରେ ବିଲୁପ୍ତ ହେଇଗଲେ ପ୍ରଭାତ ସିନା ହେଇଗଲା ପ୍ରତିପନ୍ନ ମତେ ଗାୟକ ଥିଲେ ଆଉ ଏବେ ଗାୟକ ସବୁ ବୁଢ ପଣା କରିଲେ ବୃଦ୍ଧିରେ ମରୁ ଏ ପ୍ରଭାତ ସରେ ଗଙ୍ଗାୟ ନାଁ ହୋଇଛି ଦ୍ରୌପଦୀ କାନ୍ଦନ ନାମକ ମହଲରେ ଦ୍ରୌପଦୀ ମୁଣ୍ଡରେ ଉଠଣା ଦେଇ ଠିଆ ହେଇଛି ଦେଖିଲା ରାକ୍ଷସ ହିରଣ୍ୟ କବଚ ସାର୍ ନାଗର ଚତୁଷ୍ପଦୀ ଆଣିଛି କବି କିଏ ଗୋଳବାୟୁର କବି ବାଙ୍କଦେବୀ ଦାସ ସାର୍ ରାଶି ମାଳିକା ଆମର ରାଶି କେତେଟା 12ଟା ରାଶିରେ 12ଟା ପଦ ଆସିବ ଦ୍ରୌପଦୀ ରୂପ ବର୍ଣ୍ଣନା ହବ ରାକ୍ଷସର ଅଭିଶାପ ଜାଣିଲ ଟିକେ ଲକ୍ଷ୍ୟ କର ଦେଖିଲେ କିଏ ଗୋଳବାୟୁର କବି ବାଙ୍କଦେବୀ ଦାସ ସାହିତ୍ୟରେ ବର୍ଣ୍ଣନା କଲାବେଳେ ଆଖି ଗୁଡାକ
নিম্ন হইয়া দেখা যাচ্ছে রাশি চক্র 11,000 কুম্ভ ইয়ার উড়াটা গুড়িক কুম্ভাকৃতির সভা কাঞ্চি বন্দর পাখে ঠিকা পড়ল এতে সুন্দরী সাধারণ মানুষটা রাক্ষস হিরণ্য কবচ চিন্তা কলা দ্রৌপদী এতে সুন্দরী বলা 10 আসিব ওই মহাত্মা চাইবে মানে চলো আছে ঘরে বাড়ি ধর্ম ভয়া ভুলটাকে নচেই নচেই আসুଛି সারে রাক্ষস দেখুছি দ্রৌপদী বলা দ্রৌপদী নাচুছি ধর্ম ভাই ভুলটাকে নচেই নচেই আসুଛି আসুনে ভুলটা নচেই আখাবাদী বাদী বুঝে 18 নম্বর রাশি ସବୁ ସମିତ୍ର କର୍କଟ ସିଂହ କନ୍ୟା ପୁରା ଇଚ୍ଛା ଇଚ୍ଛା ବିପତି ସରସ୍ୱତୀ ତାଙ୍କର ସ୍ୱାମୀ ବିଷ୍ଣୁ ତାଙ୍କ ବୁଝାପଡ଼ରେ ଝିଅକୁ ମୁଁ ପାଇବି ଆସିବ ସାତ নম্বର ରାଶି ସାତ ହାତକେ রাশি চক্র 7 ये सब समुद्र कर्कट सिंह कन्या पुरा ये एते सुंदर आ सहित ब्रह्मांड रे केही सुंदर नहीं 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 सब को पाई बात पाई 6 নম্বর রাশি ये आ सहित पुरानिय के मथुरा मथुरानिय आ ये कन्या का नारी की पाई बात नहीं पंचपति से ये सब समुद्र कर्कट सिंह सिंहाधिपति मां दुर्गा तांकर स्वामी शिवंकु बोला करे मां को पाइबी हे बोला आजे आशिरो हरि तेरा तो मोटा सामो जाती रे কঙ্করা বিছা কামুড়েলে যেমনি কষ্ট যদি রাজি ন হতো সেমনি বাবা বাবা লাঠিরে সুন্দরী ঘরে রাজি হইবা দরকার
ତୃତୀୟ କାମନା ତୃତୀୟ ହେଲା ମିଥୁନ ମିଥୁନ ରାଶି ମୋ ମୈଥୁନ କାମନାଟା ପୂର୍ଣ୍ଣ ହବ ବାବା ହ୍ୟାଲୋ ଆଜ୍ଞା ଗଲା ଦିନ ଆସିବ ଦୁଇ ଭୋଜ ବୃଷ ଧ୍ୱଜ ଭଗବାନ ଶିବ କାନ୍ତା କହିଲେ ପତ୍ନୀ ତାଙ୍କ ପତ୍ନୀ ମା ପାର୍ବତୀ ବା ଦୁର୍ଗା ବା କାଳୀ ମୁଁ ତ ରାକ୍ଷସ ବଂଶୀୟ ତାଙ୍କୁ ଉପାସନା କଲେ ମା ଶକ୍ତି ପୂର୍ଣ୍ଣ ହବେ ସୁନ୍ଦରୀ କି ପାଇ ଦୁଇ ଭଜ କାନ୍ତା ସୌନ୍ଦର୍ଯ୍ୟମୟୀ ନାରୀ ବାପା ରାକ୍ଷସ ହିରଣ୍ୟ କବଚର ଲକ୍ଷ୍ୟ କଣ ଥିଲା ପାଣ୍ଡବ ମାନଙ୍କୁ ମାରିବ ବାପାଙ୍କୁ ମୁକ୍ତି ଦେବ ଲକ୍ଷ୍ୟ ବଦଳିଗଲା ନାରୀ ପ୍ରତି ଆସକ୍ତି ଭାବ ଆସିଲା ବାପା ନାରୀ ପ୍ରତି ଯେତେବେଳେ ଆସକ୍ତି ଆସେ ସେତେବେଳେ ଯୁଗ ଶେଷ ହେଇଛି ଏବେ ବଦଳିଯିବ ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ଘୋର କରି କାଳ ଫଳ ହୋଇବ ମୁନି ହେବେ ବାପା ଦିନରେ କାଟୁଥିବେ ଚିନ୍ତା ରାତିରେ ଦିନରେ ଚିନ୍ତା କର ରାତିରେ ମାତା ନହେଲେ ହବନି ସମାଜ ସଂସ୍କୃତି ପରମ୍ପରା ଆପଣ ଦେଖନ୍ତୁ ଆଜି ଯୁଗର ଅଧପତନ ହଉଛି ବୟସ ହ୍ରାସ ହଉଛି ସମସ୍ତେ ଏକାକାର ହବା ବିବ୍ରତ ମାନିବା ଏକାକାର ପ୍ରସାର ଜାତି କଥା ପାଇଛି ପୁରୁଷ ଅର୍ଦ୍ଧାକାର ନାରୀ ଅର୍ଦ୍ଧାକାର ଏକାକାର ହେଲେ ନଥିବ ବେଦର ବିଚାର ମାସାଙ୍କ ସଂଗ୍ରାମ ଇତ୍ୟାଦି ଇତ୍ୟାଦି ଯୋଉ ବାର ଥିଲା ଅଛି ଆଉ ତେଣୁ ଏତେରୁ ହୋଇଲେ ଆପଣ ଦେଖନ୍ତୁ ସତ୍ୟରେ ଆୟୁଷ ଥିଲା 1 ଲକ୍ଷ ବର୍ଷ 28 ହାତ ଉଚ୍ଚତା ଥିଲା କାମା ଶବ୍ଦ ଚେତନା ବଢିଲା 10,000 ହେଲା କେତେବେଳେ ଆୟୁଷ ଉଚ୍ଚତା ହେଲା 14 ହାତ ଆସିଲା ଦ୍ୱାପର ବୟସ ହେଲା 1000 ଉଚ୍ଚତା ହେଲା 7 ହାତ କହିଲେ ଶହେ କୋଟି ସାର ଲେଖା ହଉଛି ନବକୋଟି କଲ୍ୟାଣ ଉତ୍କଳ ପ୍ରଦେଶର ବିରାମର ଅମୁକ ଅଙ୍କରେ ଜନ୍ମ ବୟସ 120 ହଉଛି ହଉଛି 400 ହୋଇଲା ଯାଇ ଏ ସୁନାରୀ କୁ କାଟି ଦେବେ 400 ହୋଇଲା ଯାଇ
ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମେ ନିରୋଗୀ ଜୀବନ ନିର୍ବାହ କରିବା ନାହିଁ ଆଜ୍ଞା। 40 ଯଦି ଟପିଲା ମୁଁ ଆପଣଙ୍କ ପାଖରେ ଏମିତି ଦେଇପାରିବି 40 ବର୍ଷ ପରେ ଚତୁର୍ଥ ଅବସ୍ଥା ଆସିଗଲା ବୋଲି ଜାଣି ଆପଣ ଦେଖନ୍ତୁ 40 ବର୍ଷ ପରେ ସବୁ ପ୍ରକାର ରୋଗ ପ୍ରବେଶ କରୁଛି ନାହିଁ। କେତେ ଜଣ ଅବଶ୍ୟ ଚିକିତ୍ସାରେ ସୁସ୍ଥ ଥିବାରୁ ରୋଗ ଗ୍ରାସ କରନ୍ତି କିନ୍ତୁ 40 ବର୍ଷରେ ରୋଗ ପ୍ରବେଶ ବାଉନଟି ଘାଟିଆ ପ୍ରମାଣ କହନ୍ତି ରୋଗ ଆସି ପହଞ୍ଚିବ ଷାଠିଏର ପାଠ ଷାଠ ଆଉ ନଥ ପରି ଯୁଗରେ ପରି ସଠା ବୋଲି ପ୍ରମାଣ କହନ୍ତି 60 ଆଉ ନଥବ ପାଠ ଆଉ ଯଦି ତା ପ୍ରତିକ୍ରାନ୍ତ କରୁ ବାସ କରି 3 ମୁଣ୍ଡ ହୋଇବତୁ ଜାনুଦିଟା ମୁଣ୍ଡ ପାଖରେ ଲାଗିବ ବାରି ଖଣ୍ଡେ ଅଶୀ ବର୍ଷ ହେଲେ କେତେବେଳେ ଖସିଯିବ କେହି ଜାଣିପାରିବେ କଳିଯୁଗ ଅବସ୍ଥା କଳି ଯୁଗରେ ଆମେ 60 ବର୍ଷ ହେଲେ କାମାପୁର ଚେତନା କାଜି ଘରି ଯାଇଛି ମଣିଷ ବର୍ତ୍ତମାନ କାମା ସବୁ କରି ଯାଇଛି ମରଣ ବିନ୍ଦୁ ସେ ଜୀବନର ବିନ୍ଦୁ ବ୍ରହ୍ମଚର୍ଯ୍ୟ ପାଳନ ହେଉଛି ସର୍ବଶ୍ରେଷ୍ଠ ରାକ୍ଷସ ହିରଣ୍ୟ କବଚ ମସ୍ତକରେ ପ୍ରଲେପନ କଲାଣି ବନବାସୀ ମାନଙ୍କ ପାଖରେ ରହିବ ये पांडव मानू मारी आपको बाहर पुरुष सब चेतना था रस सिद्ध था कामापुर भावना था धनंजय भंज दिने धनंजय भंज बसी सिंहासन 3 जन ब्राह्मण आसी पहुंचे आसीबार कारण जेतबे धनंजय भंज पचारिले से साहित्यिक भाବରେ ଟିକେ ଉତ୍ତର ଦେଲେ କହିଲେ ଏକାପରେ ଦୀପର ହୋଇ ଦୀପର ସାମନାରେ ଚତୁଷ୍କରଙ୍କ ଦର୍ଶନ ପାଇଁ ପଞ୍ଚକରେ ଏ ସମୟରେ ସିଂହ କଥା ଶୁଣିଲା ପରେ ଧନଞ୍ଜୟ ଭଞ୍ଜ ଖୁସି ହେଇ ये गले पड़ा मुक्ताना हो लंबाई लेने ब्राह्मण को संतोष रे दक्षिणा मुक्तार मारते ब्राह्मण को लंबाई लेनी मुक्तार दक्षिणा ब्राह्मण दक्षिणा प्रिय नहीं बरसा ब्राह्मण बड़ी दक्षिणा पाइले दक्षिणा आनंद देले सेतवर उपेंद्र छुटिया पिला आइसन करे दे से कौन कहले जे ताकि एमती मुक्ता मारो वे टंका रे अरे पिला लोग तो बुझी पाई कौन बुझली संस्कृत में सब कहले बुझी बड़ा सुन ब्राह्मण को ए जन ब्राह्मण आशीर्वाद अभिशाप केमिति साहित्यिक भावरे भाषा रे कहले सोना कोन के मते बुझेला केतेटा पर प्रयोग करी एकटा करे ए काकर समय कार्तिक मास दीपर हेई
বড় বড় ব্রাহ্মণ দুজন হাত ধরা ধরি আছেন তিনজন বাস ত্রিপল সঙ্গে বড় ব্রাহ্মণ এইটা করো চতুষ্করণ দর্শন পাই কার্তিক মাসের দামোদর পূজা হচ্ছে আইয়া নারায়ণ চতুর্ধার হস্ত আইয়া চতুর্দশ হস্ত দর্শন କରିବା ପାଇଁ ପଞ୍ଚକ କାର୍ତ୍ତିକ ମାସରେ ଗୋଟେ ପଞ୍ଚକ ସମୟ ଥାଏ ନା ଆଇয়া ପଞ୍ଚୁକ ପଞ୍ଚୁକ ସମୟ ପଞ୍ଚକରେ ସରି କରିକି ରାସ୍ତାରେ ଆସିଲେ ভূপেন্দ্র বলে যেতে এই ছটা কর লগেইকি কইলে বলি এতে দেব এসে মুদ্রা ମୁଁ ଯଦି ଅଧିକା କର ଲଗେଇ କହିବି ମତେ କଣ ଦବ ଏ ପୁତିଲା ଲୋକ ପାଇଁ ନା ତୁ କଣ ପାରେ ତୁ ସେଇଠି ଭଙ୍କ ଲେଖିଲେ ଭୂପେନ୍ଦ୍ର ଲେଖିଲେ କଣ ଲେଖିଲେ ରସି ବିଚାର କରେ ভূপেন্দ্র ভঞ্জন কৃপা করে ফলমালা এ ଆନ୍ଦିଲୁରୁ ଯୋଉ 500 ମୁଁ ଆଣିଲି ସେଟା ବି রসিক বিচার করে দীপদান কার্তি করে প্রয়াগে স্নান নকরে কেহু নকরে মিশে পিছে আলো করে উত্তম রামা করে কেমির সে গরম করে এই হিম করে পূর্বে সেবি ধীরে শঙ্করে সে ভাড়া ঘেনে বসল উড়াধা করে সুতান বড় 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 লগেইকি কইলে ধনঞ্জয় ভঞ্জ এটা কহতে ধীরে এটিকে আসে পার করছি কার রইলা ইয়া হচ্ছন্তি উপেন্দ্র ভঞ্জ বাবু দেখি কোন নানা কইছন্তি গলারুলে সব কাঁচ টঙ্কা ফিলপ হয়ে যেত ମୋ ଭାଇ ମାରି ଯାଇ ମୋ ଆଗରେ ଖାଲି ଦେଖି ଦେଖି ଯାଆନ୍ତି ଆଜି ମୋ ଭାଇ ଦେଖିବ ଆଜି ପପୁ ହବ ବାଦରେ ଆଉ କିଛି ଅପେକ୍ଷା କର ସମ୍ପୂର୍ଣ୍ଣ ସାର ବୋଧେ ହଁ ଭୁଲି ଯିବ ଜମା ଭୁଲ ହବ ଯା କି ଖୋଲିକି ସବୁ ମାରିଦିଅ ଜୀବନ ସାର୍ବଭୌମତା ପ୍ରତିପାଦିତ ହେଇଗଲା ଘର ଭିତରେ ଭଗବାନ ତେଣୁ ରସିକ ପୁରୁଷ ଜୀବନରେ କାମାସକ୍ତ ଚେତନାଟା ଜାଗ୍ରତ କରେ ଭଗବାନ କିରୋସି করছে কিরোসি করছে কিরোসি
ପୁରୁଷ ଯାହା ମୁହଁଟା ସବୁବେଳେ ଏମିତି ଥାଉ ସବୁବେଳେ ଦୁଃଖରେ ରହିଲା ଭଳିଆ ଥାଉ ରସିକ ପୁରୁଷ ସବୁବେଳେ ହସ ହସ ମୁହଁ ଥାଉ କହିଲା ଚତୁରୀ ଚାତୁରୀ ବଚନ ଉଚ୍ଚାରି ମରମେ ମରମ ଛଡ଼ା ପୁକେ ସେ ମରମେ ମରମ ଛଡ଼ା ପୁକେ ସେ ମରମେ ମରମ ଛଡ଼ା ପୁକେ ସେ କାହିଁକି রাক্ষস হিরণ্য কবচ ছাড়িলা কলাই হচ্ছে সুবর্ণ সুযোগ দ্রৌপদী কাঠরে পড়শি ভাবি জল আনিବାକୁ ଯାଇଛନ୍ତି ଧର୍ମରାଜ ଭୀମ ନକୁଳ ସହଦେବ ଶୁଣ ଏହି ଉଠୁନାହାନ୍ତି ବୟସ ହେଇଗଲା ଆମର ପରମ ପରମ ସୌଭାଗ୍ୟ ଆଜି ନିଭାତ କବଚକୁ ବିନାଶ କରୁଥିବାରୁ ଅର୍ଜୁନ ସ୍ୱର୍ଗପୁରରେ ସମ୍ବର୍ଦ୍ଧିତ ତୁମେ ଜଙ୍ଗଲକୁ ଯାଅ ପକ୍ୱ ଫଳ ଆଣିବ ଠାକୁରଙ୍କୁ ଅର୍ପଣ କରିବ ଦ୍ରୌପଦୀ ଚାଲିଲା ଏ ମଧ୍ୟ ଚାଲିଲେ ବସନ୍ତ କେମିତି ଆସିଛି କବି କାଳିଦାସ ବସନ୍ତ କାଳ ମାସି ଲୋକେ ଏହାକୁ କହିଛନ୍ତି ପ୍ରଭୁ ଲକ୍ଷ୍ମୀପାନ ପ୍ରଶିକ୍ଷଣ ଯୁଦ୍ଧ ବୃକ୍ଷ ଆମ୍ବ ଗଛ ବକୁଳ ହୁଏ ବସନ୍ତ ଗ୍ରୀଷ୍ମରେ ଯେତେ ଚେଷ୍ଟା କଲେ ବକୁଳ ହବନି ଫଳ ହବନି ଗ୍ରୀଷ୍ମରେ ପାଚିବ କାଲି ଆମ ଭାଇ ଗ୍ରୀଷ୍ମରେ ଗୋଟେ ଆମ୍ବ ଫଳ ହବ ନାହିଁ प्रभु जीवदान को रखे रसायन पूरे प्रमाण आदिला सब गुणा नाना शब्द चेतना पाई बसंत रे बढ़ी जाए नाना 15 प्रकार पंत सायक को पकड़ी करे 15 पर उला फूल धर्म अछि पहिला जते सुंदरी ताजन मते अछाय गणा मते যেতে তেজস্বী তাদের জগতে আছে ফুল ভানু যেতবে সাড়ে বারোটা হয়ে গেল হ্যাঁ বসন্ত সময় পুরাণ বসন্ত বিবরিত করে এই রাস্তার সংস্কৃত শ্লোক গোটা ছান্দ রকি আসিরা সন্তান পুরাণ বসন্ত
नहीं होगा पार्टी खुली बायको হ্যাঁ बायको पार्टी खुली বাঁকাও ঠেলা গান बसंत এদের পেটে কই समस्त आत्म समीक्षा करवा दरकार ମୁଁ କେତେ ଠିକ ବାଲା ସଂସ୍କୃତି ଏତେ ଶସ୍ତା କଥା পানি কଣ কল ସତ୍ୟଲା ସୁମନାମାନଙ୍କର ବାସକୁ ଚୋରି କରି ମନ୍ଦ ମନ୍ଦ ପବନ ପ୍ରବାହିତ କରୁଛି ସାର୍ ଗୋଟେ ଗୋଟେ ଉତ୍ପ୍ରେକ୍ଷା କାହିଁକି ଗୋଟେ ପ୍ରକୃତ ବସ୍ତୁ ପ୍ରକୃତ ବସ୍ତୁର କଳ୍ପନା ଉତ୍ପ୍ରେକ୍ଷା ଅଲଙ୍କାର ଋତୁରାଜ ବସନ୍ତ କେମିତି ଆସିଛି କବି କହିଲେ ଋତୁରାଜ ବସନ୍ତ ଇଏ ଗୋଟେ ବାଘ ଛପି ନାଇଁ ଆସି ବସନ୍ତ ଯଦି ବାଘ ହେଲା ବାଘ ମନା ପଇସା ଦବନି କହୁଛୁ ନାଇଁ ନାଇଁ ପଇସା ନାଇଁ ନା ଯଦି ବସନ୍ତ ହେଲା ବାଘ କୋଉଠୁ ଆସିଲା ବାଘ ଗୋଟେ ଜଙ୍ଗଲରୁ ସାର ଆସେ କୋଉଠୁ ଆସିଲା ଯଦି ଅନୁ ଆସିଲା ସାର ଶିଖେ ଚଢିଲା ଯଦି କହିଲା କୁହୁଡ଼ି କୁହୁଡ଼ି ରୂପ ପବନରୁ ଏ ବସନ୍ତ ରୂପ ପବନକୁ ଆସେ କୋଉଠି ବନରେ ରହିଲା ନା ରସାଳ ବୃକ୍ଷ ଆମ୍ବ ଗଛ ଉପରେ ଚଢିଲେ ବାଘ ଚଢିଲେ ତା ଦାବରେ ଖୋଲିଥିଲା ବଉଳ ହେଲା ତାମାନେ ବାଘ କାହାକୁ ପୁଣି କିଣିବ କାହାକୁ କିଣିବ ବସନ୍ତ ବୋଇଲା ବାଘ ବାନୁଆ ଜାଳ ନଥିବ ବିଜୁ অর্থাৎ যৌ নারীর স্বামী পাখের নথব কিংবা স্বামীর স্ত্রী পাখের নথব বিযোগী হয়ে যাইথব বিয়োগ ভাব সৃষ্টি হইথব নানা শক্ত চেতনা তা তীব্র হব সম্রাট বসন্ত আছে পহঞ্জি হাস্য সম্মিলন ভিতরে দ্রৌপদী ଯାଇଛି କାଠରେ କଳସି ଧରି ଜଳ ଆଣିବ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ରାକ୍ଷସ ହିରଣ୍ୟ କବଚ ମସ୍ତକରେ ବିଭୂତି ପ୍ରଲେପନ କରିସାରିବା ପରେ ବ୍ରାହ୍ମଣ ବେଶ ଧାରଣ କରି कवि आसुचंती शुण
ଦେଶରେ ଆସିଛି ହିରଣ୍ୟ କବଚ। ସାରୁ ଗଡ଼ ଗଡ଼ ଠକ୍ ଗଡ଼ ଗଡ଼ ଠକ୍ ଗଡ଼ ଗଡ଼ ଠକ୍। ଏ ରାଜ ଆରେ ତୁ ଏବେ କୋଉ ବେଶରେ ଅଛୁ? ମୁଁ ବ୍ରାହ୍ମଣ ବେଶରେ ଅଛି। ଆଚ୍ଛା ଏଇ ଯୋଉ ଶବ୍ଦ ରକ୍ତ କରୁଛୁ କଣ? ଇଏ ହଉଛି ବେଦ ପାଠ କରାଯାଉଛି। ସେଟା କିଏ ତ ଏଇଟା ହଉଛି ଗଡ଼ଗଡ଼ିଆ ବେଦ। ଏ ଗୋଟେ ବଡ ବଢିଆ ବେଶ କଣ ଆଇଲାଣି? ହଁ ଆଚ୍ଛା ଏଇଟା କଣ? ଇଏ ହଉଛି ଅକ୍ଷୟମାଳା। କାହିଁକି ତା ନାଁ ଅକ୍ଷରମାଳା? ଇଏ ସବୁବେଳେ ଅଖା ଭିତରେ ଥାଏ। ଆଜ୍ଞା ଆଜ୍ଞା ରେ ଗାବେ ବମ୍ ବମ୍ ଭୋଲେ ବମ୍ ବମ୍ ଭୋଲେ ଆଠ ବମ୍ ବମ୍ ଭୋଲେ। ସାର୍ ବ୍ରାହ୍ମଣର ସଂକେତ କଣ? ପଇତା ଚନ୍ଦନ ବିହୁରେ ଦ୍ୱିଜ ଯୋଉ ବ୍ରାହ୍ମଣ ମସ୍ତକରେ ଚନ୍ଦନ ନ ଲଗା ଅଜେ ଯେ ସିନ୍ଦୁର ବିହୁରେ ନାରୀ କି ସିନ୍ଦୁର ଯୋଉ ନାରୀ ନ ଲଗା ଅଜେ ଯେ ରାଜ ଆଜ୍ଞା ଏବେ ସିନ୍ଦୁର ବଦଳି ଗଲା ହଁ ମହାପୁରୁଷ ଅଚ୍ୟୁତାନନ୍ଦ କହିଲେନି କଣ କହିଲେ? ଆଜିର ନାରୀ କଣ କରିବେ? କହିଲେ ଲକ୍ଷ୍ମୀଙ୍କ ସିନ୍ଦୁର ଲକ୍ଷ୍ମୀଙ୍କ ପ୍ରଦତ୍ତ ସିନ୍ଦୁର ନାରୀ ଆଉ ପିନ୍ଧିବନି ଆଜି। ନାଇଁ ନାଇଁ ମୋ ସ୍ତ୍ରୀ ତ ସେଇଆ କରୁଛି। କଣ କରୁଛି? ସିନ୍ଦୁର ପିନ୍ଧୁନି ଆଉ ଛଡ଼େଇ ଯାଉଛି ତାକି ଦଉଛି ଛଡ଼େଇ ଯାଉଛି ତାକି ଦଉଛି ଛଡ଼େଇ ଯାଉଛି ସେଟା କଣ? ଚାଉ ଟଙ୍କି ଟିକି ଏ ଟିକି ଏବେ ତ ଯୁଗ ବଦଳିଯିବ। ହେ ସ୍ୱାମୀ ସ୍ତ୍ରୀ ସ୍ତ୍ରୀ ସମ୍ପର୍କ ବଦଳିବ ଜାଣିବା। କୁହନ୍ତୁ ଆଜିର ନାରୀ କଣ କରିବେ? ହଁ ଆଧୁନିକ ଯୁଗର କବିଙ୍କର ଚେତନା ଟିକିଲି ଏ ରାଜ ଆରେ ତାକୁ ଚାଲିଥିବେ ଛାପ କାକେ ଛାପ କାକେ ଛାପ କାକେ ରାଗମ ଚାଲିବେ ଚାଲିବେ ପକାଏ ରାଗମ ଚାଲିବେ ଚାଲିବେ ପକାଏ ଚାଲିବେ ପକାଏ ରାଗମ ଚାଲିବେ ଚାଲିବେ ପକାଏ। ଆପଣ ଦେଖନ୍ତୁ ଯୁଗ କେମିତି ବଦଳିଗଲାଣି। ରାଜ ଆରେ ଯିଏ ସ୍ୱାମୀ ସ୍ତ୍ରୀ ଛୋଟିଆ ପୁଅଟେ ମନେକର ଅଛି ମାର୍କେଟିଂ କରିବାକୁ ବଜାରକୁ ଗଲେ ଛୁଆକୁ କିଏ କାଖେଇଥବ? ବାପୁ ଛୁଆକୁ କାଖେଇ ପଛରେ ଚାଲିଲେ ମ୍ୟାଡମ ଭାଙ୍ଗିଟି ଧରିକି ଆଗରେ ଥିଲେ। ଯଦି ପୋକା ବାଇଗଣକୁ ମ୍ୟାଡମ କହିଲେ ନବାକୁ ପଡିବ ନହେଲେ ଖଣ୍ଡ ପ୍ରଳୟ ହବ। ବଜ୍ରପାତ ହବ। ନାଇଁ ସାର୍ ମୋରି କଥା ଆପଣ ନା ମୁଁ ତାକୁ ସମାଲୋଚନା କରୁଛି। ରାଜ କହୁଛି ମା ମାନେ ପଇସା ଦଉନାହାନ୍ତି ତମେ ସମାଲୋଚନା କରୁଛନ୍ତି। ନାଇଁ ମା ସମାଲୋଚନା କରିବା ମୋ ଉଦ୍ଦେଶ୍ୟ ନୁହଁ। ନାଇଁ, ଯୋଉଟା ପ୍ରକୃତ ଘଟଣା ନୁହେଁ। କଣ ହେଲା? ସାର୍ ମୋରି କଥା ମୁଁ ଅନୁଭବ କରୁନି। କଣ କଥା? ଆମେ ସ୍ୱାମୀ ସ୍ତ୍ରୀ ଯେତେବେଳେ ମାର୍କେଟିଂ କରୁ ପିଲାଟି ମୁଁ ଧରେ। ବଜାରରେ ଚାଲିଥିବି ମ୍ୟାଡମ ମୋର ଆଗରେ ଚାଲିଥିବେ। ଯଦି ଏଇ ବାଇଗଣକୁ କହିବେ ମ୍ୟାଡମ ନବା ପାଇଁ ମୁଁ ବାଧ୍ୟ ମୁଁ କିଛି କରିପାରିବିନି। ମୋର ଦାୟିତ୍ୱ ହଉଛି ଛୁଆ ମୁଁ ଜାଣିଛି ତୋ କାଇଦା ତୁ କହ। ସାରା ମୁଁ ତ ଜଣେ ଗରିବ ଲୋକ ପଇସା ପତ୍ର ନାହିଁ ପାଲା ଯାହା ଗାଉଛି ସାରେ ସେ ପଇସା ନେଇ ପଳଉଛନ୍ତି। ଦେଖୁନାହାନ୍ତି ଇଏ କି 5 ଜଣ ଆମେ ଆଇଛୁ ବୋଲି ଆପଣଙ୍କୁ ଦେଲେ ନା କାଲି ଏଇଠି ଛିଡା ହବା ଆପଣଙ୍କୁ କେମିତି ଦେବେ? ସାର୍ ମୋର ପଇସା ପତ୍ର ନାହିଁ ମୋ ସ୍ତ୍ରୀ କି ମୋର ଭ୍ୟାନିଟି ଦେଇପାରେ। ଆଉ କଣ ଦେଇଛୁ? ଏ ଯୋଉ ଚୋକଡ଼ ଖାନ ଗାଈ ଖାଆନ୍ତି ଦାନା ସେଇ ଅଖାରୁ ଗୋଟେ ଧରେଇ ଯାଇଛି ସେଇଆକୁ ଧରି ସେ ଆଗେ ଆଗେ ଚାଲୁଥିବ ମୁଁ ଏମିତି
ଇଏ ବାଦ ଭାଇ କଥା କଣ ସେଇଆ ଆଉ କଣ? ମୋ ଭାଉଜ ତମେ କି ଦିନେ ନା କଥା ହଉଥିଲ ମୁଁ ଶୁଣିଛି କଣ? ଭାଇ ଆମର ତ ପଇସା ନେଇ ଜଗତସିଂହପୁର ହାଟକୁ ଚାଲିଯିବା ମୁଁ ମୋର ଅଖା ଧରି ଯିବି ତୁ ଲୋକଙ୍କ ଠାରୁ ମାଗିବୁ ମୁଁ ଗୋଟା ଗୋଟା ପକେଇବି ଇଏ ମାଗିକି ଆଣି ପରିବା ଚଳାଏ ଅଖା ଆଣିକି ଏଠି ବାମନ୍ତି କରୁଛି ସାର୍ ଠିକ କଥା। ନାଇଁ ନାଇଁ ବାଇକଟି ଆମର ମୁଣ୍ଡ ତଳେ ଖର୍ଚ୍ଚ କରୁଛି ଜାଣିଲ? ସିଏ କେମିତି ଦେଖିଲା ଆମେ ଏକରୁ ସ୍ୱାମୀ ସ୍ତ୍ରୀ ଅଖା ଧରି ଯାଉଛୁ ସିଏ ସେ କରୁ ମାଗି ମାଗି ନାଇଁ ମା ସ୍ୱାମୀ ପ୍ରତି କର୍ତ୍ତବ୍ୟବୋଧ ରହିବା ନାରୀର ଧର୍ମ। ଯେତେ ଉଚ୍ଚ ଆସନକୁ ଯାଅ ସ୍ୱାମୀ ପାଦ ସେବା କରିବା ନାରୀର ଧର୍ମ। ସ୍ୱାମୀକୁ ସବୁବେଳେ ସମ୍ମାନ ଦେବା ନାରୀର ଧର୍ମ। ଖାଲି ସେତିକି ନୁହଁ, ବିବାହ, ପୂଜା, ସିଂହାସନ, ସର୍ବ ସମ୍ପଦ ନାରୀର ଧର୍ମ ଶାଶୁ ଶ୍ୱଶୁର ସେବା କରିବ। ଆଉ ଶାଶୁ ଶ୍ୱଶୁରଙ୍କର ମଧ୍ୟ ବହୁ ପ୍ରତି କର୍ତ୍ତବ୍ୟ ରହିବା ଦରକାର। ନିଜ ଝିଅ ଭଳି ସ୍ନେହ ଦେବା ଦରକାର। ଯେତେବେଳେ ତୁମେ ମା ହବ ସେତେବେଳେ ସିଏ ତୁମର ଝିଅ ହବ। ଆଉ ତମେ ତ ବହୁ ବିଭାଗ ସମ୍ମାନ ପାଇବ କହୁଛୁ ନା। ନାରୀ ଜୀବନର ସାର୍ଥକତା ସେତେବେଳେ ତ ଲେଖାଦିତ ହବ ଯେତେବେଳେ ଦୁଇ ଗୁଣର ହିତ ସାଧନ କରିବ। সম্রাট ভঞ্জ বলে বাহিনীর ধারা ধারা ঝাড়া পিরা ब्राह्मण स्कंदरे जन्म पवित्र धारण कर आगे जन्म पवित्र उत्पत्ति को भेला वो भाई का भाई के नहीं मोटे भाई बनिए खाली ढूंढता ढूंढता रे तीन रात ताला से सुन रे पवित्र सृष्टि होती ये कहां पति दे सूत्र विगोन पुत्र संस्कृत शिक्षक ए पॉइंटा छुटा को किए काटिला किए त्रिगुण कला किए ग्रंथि देला किए अभिमंत्रित कला स्कंदरे पके से पॉइंटार महत्व खाली सूता खंडे न आओ पुरा उत्तर आसीला आबती पंडित सूत्र रुद्र मंत्र बोले पुत्र सारी कोईता को काटिले किए मु कहू छी बारम्मा बाला भीतर नूतन तथ्य रही जे खाली कहानी भीतर छांद चतुष्पदी गाई नाचिले तारा हो नहीं नहीं पार्वती कोटि के सूत्र ये कोईताटा सारे पार्वती सूता काटिले रुद्रे त्रिपुरी पुत्राय कोईता रुद्र त्रिगुण करे भगवान शिव जे ब्रह्मांड के ग्रंथि
ব্রহ্মা কোন কলি ব্রহ্মাକୁ ଗଣ୍ଠି ଦେଲେ ଅଭିମନ୍ତ୍ରିତ କିଏ କଲେ ନା ଗାୟତ୍ରୀ ଅଭିମନ୍ତ୍ରିତ ତାପରେ ଆମେ ବ୍ରାହ୍ମଣ ହେଇଛେ ପଇତା ଧାରଣ କରୁଛେ ତେଣୁ ପଇତା ଛୋଟିଆ କଥା ନ ମନେ ରଖନ୍ତୁ ଆଜ୍ଞା ଆମକୁ କେତେ ଜଣ କହନ୍ତି ଜନ୍ମାଞ୍ଜାୟ କେଶୋଦ୍ର ସଂସ୍କାର କୁକୁର ପେଟରୁ କୋଉ ସାଧନ ବାଘ ପେଟରୁ ବ୍ରାହ୍ମଣ ଜନ୍ମ ନାମ ବ୍ରାହ୍ମଣ ଜନ୍ମରୁ ବ୍ରାହ୍ମଣ ସନ୍ତାନ ବ୍ରାହ୍ମଣ ମୋ ସମାନ ଦେବି ବ୍ରାହ୍ମଣ ପଦ ଧାରଣ କରିବ ଆଜ୍ଞା ମୁଁ ବ୍ରାହ୍ମଣ ଭାଇନା ମାନେ ତେବେ ପ୍ରଣାମ କରୁଛି କୋଉ ପାତ୍ର ଆଗ ଧରିବେ ନା କୋଉ ପାତ୍ର ଆମ ବ୍ରାହ୍ମଣ ମାନେ ଆଗ ଧରିବେ আর কোন ব্রহ্মাণ্ড রূপ শাম যদু অথর্ব চারি বেদ চারিটা কাজ ধরিবার পরম্পরা আছে কোউ কাজ কে ধরি আর গোটে শ্লোক কହୁଛି শুন পরলোক নামে শাম নামে যদু বেদুলা দক্ষিণে ধর্ম বয় পাতুনে ভাঙ্গ বিধিরতে আর ছান্দ গাইবা সহজ ମୁଁ ପାଠ ପଢୁଛି ସବୁ କାବ୍ୟ ବୁଝିବାରେ କଣ କଷ୍ଟ କିନ୍ତୁ ସଂସ୍କୃତ ସାହିତ୍ୟ ଖୋଜିକିରି ନିର୍ଣ୍ଣୟ କରିବା ଭାରି କଷ୍ଟ ଆଜ୍ଞା ଋଗ୍ବେଦୀୟ ବ୍ରାହ୍ମଣ ସାମବେଦୀୟ ବ୍ରାହ୍ମଣ ବାମପାଦ ଚତୁର୍ବେଦୀୟ ଦକ୍ଷିଣେ ଚତୁର୍ବେଦୀୟ ବ୍ରାହ୍ମଣ ଯାହା ଆଜ୍ଞା ଅଥର୍ବ ପାଦାନ ଅଥର୍ବ ଦୁଇଟା କାପ ये पागल धाम तो निधिरत ये पागल होइबा परंपरा ब्राह्मण शास्त्र तो यह चारि जाति पाला हमर नोरी आदि दारू हम द्रौपदी धरना काखरे कलश बाजो सତରେ ମତେ ଖୁସି ଲାଗୁଛି ପାଲା ଭଲ ହଉ ସେ କଥା କିଛି ନାହିଁ ଆପଣମାନେ ନିମନ୍ତ୍ରଣ ଦେଇଛନ୍ତି ମୁଁ ଆସିଛି ଆଉ ଆପଣମାନଙ୍କ ଆତିଥ୍ୟ ବି ଭୁଲି ପାରିବେନି ସତ୍ୟ ସତ୍ୟନାରାୟଣଙ୍କ ଦରବାରରେ କହୁଛି ଯେତେ ମଞ୍ଚ ବୁଲିଛି ଏ ମଞ୍ଚ ସ୍ୱତନ୍ତ୍ର ମାଟିକୁ ମୋର ପ୍ରଣାମ ବାହାରିଲା କିନ୍ତୁ ପାଲା ସାମାଜିକ ଦର୍ଶନ ଧର୍ମର ଗୁରୁ କହନ୍ତି जो पाला सामाजिक दर्शन नूतनत्व चेतना नाही से पालाटा ଭିତ୍ତିହୀନ ହେଇଯାଏ ତାହେଲେ ଦ୍ରୌପଦୀ କାଖରେ କଳସୀ ଧରି ଆସୁଛି ବ୍ରାହ୍ମଣଙ୍କ ପଦ ଭକ୍ତ କଲା ବ୍ରାହ୍ମଣ ଦେବତା बम बम भोले बम बम भोले बम बम भोले बोर गोसाई अरे किए कहूची रोसई अरे रोसई बहुत दिन ठो छाड़ी ले गोसाई अरे ये कोने नारी काटुची गोसाई ଆପଣଙ୍କର ପଦ ଧର କରିବି ବସେ ମୁଁ ଅପରିଚିତ ନାରୀ ଠାରୁ ପଦ ଧୌତ କରେ ନା ଗୋସେଇ କଣ ଆସିଗଲି ଚାଲ ଏରା ଅପରିଚିତ ଦେବତା ଆପର ପଦ ଭକ୍ତ କରେ ନା ଏ ଯାହା ପାଲା ଜଗତରେ ବହୁତ ସାରା ସ୍ୱତନ୍ତ୍ର ମଉସା କିଏ ଏହା ସୁନ୍ଦର ବ୍ୟକ୍ତି ଭାଇଙ୍କ ଦଳର ଯେତେ ସାଙ୍ଗ ସହିତ ବଢିଆ ବଢିଆ ଆଉ ଭାଇଙ୍କ ଉତ୍ତମ ଭଲ ରହିବ ବୁଢାଠାରୁ ସାରେ ବୁଢାଠାରୁ ବୁଢୀ ଗଲ ବୁଢୀ ଆମେ ପଇସା ବିଚାର କର ଭାଇ କହିବେ ମୁଁ ଭାଇ କହିବି କିନ୍ତୁ ପ୍ରକୃତ ଆତ୍ମୀୟତାକୁ ଛୋଟ କରିବା ଅନୁଚିତ ନାଇଁ ନାଇଁ ଆରେ ବାବା ଆପଣ ଭଙ୍ଗ କରିବାକୁ ଆସିବେ ଇଏ କହିଲା ଅପରିଚିତ ଅପରିଚିତ ନାରୀ ଠାରୁ କେବେ ମୁଁ ପଦ ଧୌତ କରେ ନା ये तुम्हें मुझसे परिचय दिया आलू पकाओ ये तुम्हें नारी मुझसे परिचय दियो गोसई हाँ
ମୁଁ ହଉଛି ଦ୍ରୌପଦୀ। ହଁ ତୁମେ କଣ ଚାହୁଁଛ? ଆପଣଙ୍କର ପଦ ଧୌତ କରିବି ସତେ ନା କଣ? ପଦଧୌତ କରିବ? ଠିକ ଅଛି ପଦଧୌତ କର। ଗୋସେଇ କିଏ ଭୁଲି ଯାଆନ୍ତି ଗୋସେଇ। ये भूली चलिए ଗୋସେଇ କଣ ମୁଣ୍ଡ ଖରାପ ନା କଣ? ଗୋସେଇ ଭୁଲି ଯାଆ। अरे द्रौपदी देखते झूलना ଦ୍ରୌପଦୀ ଗୋଟିଏ ସୁପ୍ରିୟା ଅଛି ଅଳ୍ପକେ ଧୋଇବ। ଗୋସେଇ ଦେଖା ଗୋସେଇ। ଠିକ ଅଛି ପାଞ୍ଚଟା ପୋଥି ସିଏ ବୋଲଉଛି ଏ ସମାଜରେ ସତୀ ଏମିତି ଜାଗାରେ ବାଟ द्रौपदी कहला हे ब्राह्मण देवता म सती ह ଆପଣ ଏଡ଼େ ବଡ଼ ନିନ୍ଦା ଦିଅନ୍ତୁନି। ବାପା ଦ୍ରୌପଦୀ ଅସତୀ ଖାଲି ରାଖ ବିନ୍ଧା ଆଲୋଚନା ହଉଥିଲା। ଅର୍ଜୁନ ରାଖ ବିନ୍ଧିଲେ ଦ୍ରୌପଦୀକୁ ବିବାହ କଲେ ନା ଯେତେବେଳେ ବାରଙ୍କକୁ ଯାଆନ୍ତି ଭେଟରେ ଅଛନ୍ତି କୁନ୍ତି ଅବାକ ଠକ୍ ଠକ୍ କଲେ କୁନ୍ତି କହିଲା ଯାହାରି ପାଞ୍ଚର ଭଗବାନ କିଣିଲା ଧର୍ମରାଜ ମନା କରିଛନ୍ତି। ଭୀମ ଅର୍ଜୁନ କି ନକୁଳ ସହଦେବ କେହି ମନା କଲେ ସେଇଦିନ ଧର୍ମତ୍ୟ ଘଟ୍ୟା ହେଲା ଦ୍ରୌପଦୀ। ଯୁଗେ ଯୁଗେ ଅଗ୍ନି ପରୀକ୍ଷା ଦେଇଛି ଦ୍ରୌପଦୀ ମନେ ରଖନ୍ତୁ ସାର୍। କାହିଁ କଥା କହିଲି ନା ଯୋଉଦିନ ଦ୍ରୌପଦୀର ବାସର ପର୍ବ ନାରୀଟିଏ ପୁରା ପୁରା ମାନ୍ୟତା ପାଏ ସେଦିନ ରୋଷେଇ କରି ପିଣ୍ଡ ଦିଏ ଏବଂ ଖାଦ୍ୟ ଲାଗେ ଖାଦ୍ୟ ଥିଲାବେଳେ ରାଜା ଦେଖିବେ हमारा ଅପେକ୍ଷା କରିଥାନ୍ତି କୁନ୍ତି ଅପେକ୍ଷା କରିଥାନ୍ତି କୁନ୍ତି କୋଉଠି ଖାଦ୍ୟ ତା ବାଢିବ ପ୍ରଥମେ ଖାଦ୍ୟ କୋଉଠି ବାଢିବ? ଯଦି ସ୍ୱାମୀ କି ଦଉଛି ଧର୍ମାନନ୍ଦନ ଧର୍ମରାଜକୁ ବେଶୀରଙ୍କୁ ନିନ୍ଦା ଧର୍ମନନ୍ଦନକୁ ଯଦି ମାତା ସମଗୁରୁ ନାସ୍ତି ମା ଆଗ ଦେବା କଥା ଭୁଲେଇଯିବ। ମାକୁ ଯଦି ଦବ ଶାସ୍ତ୍ର କହୁଛି ଯୋଉଠି ଛୋଟ ଛୋଟ ପିଲା ଥାଆନ୍ତି ଆଗ ତାଙ୍କୁ ଖାଦ୍ୟ ପରିବେଷଣ କରାଯାଏ। ନକୁଳ ସହଦେବ ପିଲା ଛୋଟ ପିଲା ଯଦି ନକୁଳ ସହଦେବଙ୍କୁ ଦଉଛି ଧର୍ମ ପାଞ୍ଚଟା ପତି ଗଲେ ପୁଣି ଆଉ ସତୀ କହୁଛନ୍ତି କାହିଁକି ଦ୍ରୌପଦୀ ପାଞ୍ଚଟା ପତି ଗଲେ ସତୀ ନୁହଁ ପାଞ୍ଚଟା ନାଁରେ ପାଞ୍ଚଟା ପତି ବଦଳ କଲା ନା ସତୀ କି ନୁହଁ द्रौपदीର ଜମା ଆଇଡିଆ ନାହିଁ। ଯଦି ଆଇଡିଆ ଥାନ୍ତା ନିଜେ ଆଗ ପେଟ ପୁରା ଖାଇଥାନ୍ତା ମଝିରେ ସବୁ ଥୋଇ ଦେଇଥାନ୍ତା। ତାର ଇଚ୍ଛା ଅଛି ଖାଇଥାନ୍ତା। ନାଇଁ ମା ଦେଶକୁନ କଥା ଛାଡ଼ ଛାଡ଼ ନେବି ଦ୍ରୌପଦୀ କହିଲା ମତେ ଇଏ ମତେ ନା ଦିଅନ୍ତୁନି ମୁଁ କେବେ ଅଛନ୍ତି ନୁହଁ ତୁମେ ସାଥୀ ହଁ। ପରୀକ୍ଷା ଦେଇପାରିବ ଏ ଜଙ୍ଗଲ ଭିତରେ ବୃନ୍ଦାବନ କଥା ଅଛି ପୂର୍ଣ୍ଣ କୁମ୍ଭ ଜଳ ଯଦି ଅର୍ପଣ କରିପାରିବ ତାହେଲେ ଜାଣି ସତୀ ତୁମେ ସାଥୀ ଚିନ୍ତାରେ ପଡ଼ିଲେ ଦ୍ରୌପଦୀ ତାପରେ ବିଶ୍ୱ ପାବନ ଅନନ୍ତ କୋଟିର କାନ୍ତ ଠାକୁର ଆଉ ଗୋଟେ ପଦ ବାଙ୍କା ନା ସତ ଚତୁସ୍ତରୀ লেখে দান করে যে রাজ করেছে মাটি তো সম্পদটা
ধরতে আদমি থাকে এই জ্ঞান রকমলাভ টাকা রাখো দেখে প্রার্থনা করা বিশ্বভারতী শালীলা সতীত্ব করা কাজলা রাখো লতার প্রাণ পরিণত কোন বেঁচে পড়ি এই হচ্ছে সুবর্ণ সুযোগ ধর্মরাজ দৃষ্টির অসম যাচ্ছি গোটি গোটিকে হত্যা করে